ଦେଖନ୍ତୁ ଆମେ ସମସ୍ତ ସହିତ ଆଲୋଚନା କରୁଛୁ ଏବଂ ଖାସ୍ କରି ଯେଉଁ ଯୁବ ନେତା ଯାଙ୍କ ଭିତରେ ଉର୍ଜା ଭର୍ତ୍ତି ହେଇକି ଅଛି କିନ୍ତୁ ତାଙ୍କୁ ସୁଯୋଗ ମିଳିନାହିଁ, ଯେଉଁଠି ପୁରୁଣା ନେତାମାନେ ଅଛନ୍ତି ନୂଆ ଯୁବକଙ୍କୁ ସୁଯୋଗ ମିଳିନାହିଁ, ସେପରି ବହୁତ ଉଦୀୟମାନ ଯୁବ ନେତାମାନେ ବିଜୁ ଜନତା ଦଳରେ କଣ୍ଠେସାଇ କରିଛନ୍ତି। କଂଗ୍ରେସରେ ତାଙ୍କର ଆସ୍ଥା ରହୁନାହିଁ। ଇଭିନ୍ କିଛି ବ୍ୟକ୍ତି ବିଜୁ ଭାରତୀୟ ଜନତା ପାର୍ଟିରେ ମଧ୍ୟ ଯେଉଁମାନେ ଯାଇଥିଲେ କଂଗ୍ରେସ ଦଳରୁ ସେମାନେ ମଧ୍ୟ ସେଠି ଅନୁଭବ କରୁଛନ୍ତି ତାଙ୍କ ପାଇଁ ସ୍କୋପ୍ ନାହିଁ। ତ ସେ ନିଷ୍ପତ୍ତିରେ ଓଡ଼ିଶାକୁ ଏକ ନୂଆ ଦିଶାରେ ନେବା ପାଇଁ, ଓଡ଼ିଶାର ବିକାଶ ଧାରାକୁ ଆଗକୁ ବଢ଼ାଇବା ପାଇଁ ଏବଂ ଯୁବକମାନଙ୍କୁ ଖାସ୍ କରି ସାମ୍ନାକୁ ଆଣିବା ପାଇଁ ଏକ ନୂଆ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ସାମାଜିକ ପ୍ଲାଟଫର୍ମର ଆବଶ୍ୟକତା ଅଛି ତା ପାଇଁ ଆମେ ଆଲୋଚନା କରୁଛେ ଏବଂ ମୋର ବିଶ୍ୱାସ ଯେ ସମସ୍ତେ ଏଥିରେ ନିଜର ଭବିଷ୍ୟତ ଦେଖିପାରୁଛନ୍ତି ଏବଂ ଆଗ୍ରହ ପ୍ରକାଶ କରୁଛନ୍ତି। ତ ଖୁବ୍ ଶୀଘ୍ର ୟା ଉପରେ ଆମେ ନିଷ୍ପତ୍ତି ନେବୁ। ତା ପାଇଁ ଆଗାମୀ 12 ତାରିଖ ଦିନ ଯୁବ ଦିବସ ଦିନ ଆମେ କିଛି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଜିଲ୍ଲାରୁ କିଛି ବଛା ବଛା ଯୁବ ନେତାମାନଙ୍କୁ ଆମେ ଡାକୁଛୁ ଭୁବନେଶ୍ୱର ଗୋଟେ ଆଲୋଚନା କରିବା ପାଇଁ। ଆହୁରି କିଛି ଫେଜ୍ରେ ଆମର ଆଲୋଚନା ବାକି ଅଛି କୃଷକମାନଙ୍କ ସହିତ, ମହିଳାମାନଙ୍କ ସହିତ। ଏସବୁ ସରିଲା ପରେ ପୁଣି ଆମେ ଗୋଟେ ନିଜାସ ଉପନୀତ ହେବୁ। ଦେଖନ୍ତୁ, ବହୁତ ଆବଶ୍ୟକତା ପଡ଼ିଯାଇଛି। ଯେଉଁମାନେ ଏ ଆନ୍ଦୋଳନରେ ସାମିଲ ଅଛନ୍ତି ମୁଁ ତାଙ୍କୁ ସାଲ୍ୟୁଟ୍ କରୁଛି ଏବଂ ବର୍ତ୍ତମାନ ଗୋଟେ ଆପଣ ଦେଖିଥିବେ ଯେ ନୂଆବର୍ଷ ରାତିରେ 31 ରାତିରେ ଯେଉଁପରି ଭାବରେ ସବୁ ଗଣମାଧ୍ୟମ ଦେଖାଇଲେ ଯେ ଗୋଟିଏ ରାତିରେ ପ୍ରାୟ 32-35 କୋଟି ଟଙ୍କାର ମଦ ବିକ୍ରି ହେଇଛି, କେତେ ଲକ୍ଷ ଲିଟର ମଦ ବିକ୍ରି ହେଇଗଲା। ତ ଇଏ ଓଡ଼ିଶାରେ ବର୍ତ୍ତମାନ କ୍ରାଇମ୍ ବଢ଼ିବାରେ, ନାରୀ ନିର୍ଯାତନାରେ, ଘରୋଇ ହିଂସାରେ ଏବଂ ଝଗଡ଼ାଝାଟିରେ ଇଏ ମଦ ମୁଖ୍ୟ ଭୂମିକା ଗ୍ରହଣ କରିଛି, ଦିଗହରା କରିଛି ଲୋକଙ୍କୁ। ତେଣୁ ମୋର ଅନୁରୋଧ ଯେ ସରକାରରେ ଅଛନ୍ତି ତୁରନ୍ତ ୟା ଉପରେ ଏକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ନୂଆ ପ୍ଲାଟଫର୍ମରେ ମଦକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇକି କାର୍ଯ୍ୟକ୍ରମ କରିବୁ ଏବଂ ଯେପରି ଭାବରେ ମଦ ପୁରା ବ୍ୟାନ୍ ହେବ ଓଡ଼ିଶାରୁ। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯେଉଁ ଓଡ଼ିଶା ଭିତରକୁ ପ୍ରବେଶ କରୁଛି, ଆଜିକାଲି କଲେଜରେ ସ୍କୁଲରେ ପିଲାମାନେ ଯେପରି ଭାବରେ ବ୍ରାଉନ୍ ସୁଗର ନେଉଛନ୍ତି, ତା ଉପରେ କଠୋର କଟକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଅଛି ଏବଂ ବ୍ୟାନ୍ କରିବାର ଅଛି। ଦେଖନ୍ତୁ, ଅବକାରୀ ରାଜସ୍ୱ ବି ତ ଗୁଜରାଟରେ ଅଛି, ବିହାରରେ ବି ଅଛି। ସେ ଷ୍ଟେଟ୍ କେମିତି ଗ୍ରୋ କରୁଛି, ଗୁଜରାଟ କେମିତି ଗ୍ରୋ କରୁଛି, ସେମାନେ ମଦ ବ୍ୟାନ୍ କରିଛନ୍ତି। ତେଣୁ ତା ଉପରେ ଆମକୁ ସ୍କିମ୍ ତିଆରି କରିବାକୁ ପଡ଼ିବ। ଓଡ଼ିଶା ଗୋଟେ ମିନେରାଲ ରିଚ୍ ଷ୍ଟେଟ୍, ଏଇଠୁ ଖଣି ଖାଦାନ ସବୁ ଅଛି ଆମର। ଆମେ ସେଇଠୁ କିପରି ଭାବରେ ମୁଁ ଯେତେବେଳେ ବିଧାୟକ ଥିଲି ସେତେବେଳକୁ ବଜେଟ୍ର 50,000 ଲକ୍ଷ କୋଟି ଟଙ୍କାର ଥିଲା ବଜେଟ୍ କେବଳ ମିନେରାଲ୍ସରେ। ତେଣୁ ଆମେ କେଉଁଠି ତାକୁ ବଢ଼େଇବା, କେଉଁଠି କମେଇବା, କିନ୍ତୁ ତା ବୋଲି ଯେ ଯେଉଁ ଖର୍ଚ୍ଚ ବର୍ତ୍ତମାନ ଘରୋଇ ହିଂସାରେ ହେଉଛି, ଯେଉଁ ଖର୍ଚ୍ଚ ବର୍ତ୍ତମାନ ଆକ୍ସିଡେଣ୍ଟରେ ହେଉଛି, ଯାହା ଖର୍ଚ୍ଚ ହେଉଛି, ଆମେ ଯଦି ମଦକୁ ବନ୍ଦ କରିପାରିବା ତାହେଲେ ଆମେ ସେଥିରୁ ନିଶ୍ୱାସ ପାଇବା ଏବଂ ଏହା ଆବଶ୍ୟକତା ମଧ୍ୟ ଅଛି। ଦେଖନ୍ତୁ, ମାଗଣା ଯୋଜନା କଥା ପଡ଼ିଛି ଯେ କେଉଁ ଯୋଜନାରେ ଯୁବକମାନେ ଆଗକୁ ଯାଇପାରିବେ, ଶିକ୍ଷାର ଉନ୍ନତି ହୋଇପାରିବ, ରାଜ୍ୟର ଉନ୍ନତି ହୋଇପାରିବ, ଆମେ ତାକୁ ନଜର ପକାଇବାର ଅଛି। ଏମିତି ନୁହଁ ଯେ ଭୋଟ ଦେବା ରାଜନୀତି ପାଇଁ ଯେମିତି ବିହାରରେ ଟଙ୍କା ବଣ୍ଟା ହେଲା ତାକୁ ନ୍ୟାଚୁରାଲି ସମସ୍ତେ ବିରୋଧ କରିବା ଉଚିତ କି କେବଳ ଭୋଟ ରାଜନୀତି ପାଇଁ ସରକାରୀ କୌଶଳ ଅର୍ଥ ଆମେ ଯଦି ଲୋକଙ୍କୁ ଦେବା ଅଫିସିଆଲି ତାହେଲେ ସେ ଗୋଟେ ବିରୋଧାତ୍ମକ କାର୍ଯ୍ୟକ୍ରମ। ତେଣୁ ଓଡ଼ିଶାକୁ ନମ୍ବର 1 ଷ୍ଟେଟ୍ କରିବା ପାଇଁ ହେଲେ ଶିକ୍ଷାରେ, ଏଜୁକେସନରେ ପିଲାଙ୍କୁ ଆଗକୁ ବଢ଼ାଇବାକୁ ପଡ଼ିବ। ତାପରେ ଗୋଟେ ପୂର୍ଣ୍ଣ ସ୍କିମ୍ ନେଇକି ଆମର ନୂଆ ପ୍ଲାଟଫର୍ମ ରାଜ୍ୟକୁ ଆସିବ ଯେ କିପରି ଭାବରେ ଶିକ୍ଷାର ଉନ୍ନତି କରାଯିବ, କିପରି ଭାବରେ ଯୁବକ ଏମ୍ପାୱାରମେଣ୍ଟ କରାଯିବ, କିପରି ଭାବରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ, ତା ଉପରେ ପୂର୍ଣ୍ଣ କାର୍ଯ୍ୟକ୍ରମ କରିବ। ରାଜ୍ୟରେ ଯେଉଁ ଯୁବକମାନେ ଅଛନ୍ତି ବା ଛାତ୍ରଛାତ୍ରୀମାନେ ଅଛନ୍ତି ସେମାନଙ୍କୁ ବି ମଧ୍ୟ ସାମିଲ କରିବା ପାଇଁ ଆପଣଙ୍କ ଗୋଟେ ଚେଷ୍ଟା ଚାଲିଛି, ତ କେମିତି ସେ ଚେଷ୍ଟା? ଦେଖନ୍ତୁ, ମୁଁ ତ ବହୁତ ଉତ୍ସାହିତ ଅଛି ଏଇଥିପାଇଁ ଯେ ଗୋଟେ ନୂଆ ଢଙ୍ଗରେ ନୂଆ ପିଢ଼ିର ଲୋକଙ୍କୁ ନେଇ ଟ୍ରାଡିସନାଲ ରାଜନୀତିରୁ ବାଦ ଦେଇ ଆମେ ମଧ୍ୟ ଓଡ଼ିଶା ଲୋକଙ୍କୁ ନ୍ୟାୟ ଦେଇପାରିବା, ବିକାଶକୁ ନେଇପାରିବା ଆଗକୁ। ଏବଂ ଏଥିରେ ଆମେ ଫ୍ଲେକ୍ସିବୁଲ୍ ଥିବା,
सो दैट आम मुद्दा रहिब केवल ओडिशार विकास एवं तापई किपरि भाव आम लोकों सहित कनेक्ट हवा किपरि लोकों रास्ता भाजन करवा एवं स्लो एंड स्टेडली आम या सफलतार सोपान में पहुंचाई पारिबा कोठी कौन आवश्यकता अच्छी आजिकल ये युवक मैंने गोटे सरकार बदली दौरान जहाँ आम देखी विगत दिन में नेपाल बांग्लादेश विभिन्न जगार तेणु कठिन अध्यवसाय बल कठिन परिश्रम बल यदि आम भल युवक मानक राजनीति क्षेत्र में सामना को आनीपर राजनीतिर दिशा गोटे परिवर्तन हम एवं स्वच्छ राजनीति हम दीर्घ वर्ष बीजेपी शासन करा आप देखते एबे बीजेपी शासन करुच्ची दुई जनक शासन केमती देखुं कांग्रेस भी देखु विजु जनता दल शासन नथिला से गोटे आर्बिट्रेटरी सरकार चलते से किसी जन दु जन व्यक्ति 3 जन व्यक्ति गणतंत्र पद्धति को हत्या करी से माने सरकारी पद्धति रे सरकार चलुले तेणु जो प्रकार डेवलपमेंट हवा कथा ओडिशा रे ता ही पार नथिला गोटे स्टेबल सरकार को 25 वर्ष देला परे मध्य से तुलन में आगू बढ़ी पार ना कि से तुलन से ओडिशा को युव नेतृत्व सृष्टि कर पार ना भारतीय जनता पार्टी तो अभी सरकार को आसी अभी जाए से माने स्टेबल नहांती जहाँ आम देखुची गवर्नेंस तांकर पूरा टीम भी तैयारी ही पारी नहीं विभिन्न कॉर्पोरेशन सब खाली अच्छी तेणु से आगे गोड़ मजबूत करूँ ताल आम जापर से कौन डेलीवर करेंगे कि अभी जाए जहाँ चली ठीक भाव चली नहीं और ओडिशा लोक जहाँ आशा रखी से आशा तांकर मोली मोली जाऊँगी जहाँ जना पड़ी 1.5 वर्ष सरकार भितर कांग्रेस तो नहीं ओडिशा रे बर्तमान जो परिस्थिति रे कांग्रेस अच्छी आम दीर्घ कांग्रेस दल 6टी निर्वाचन 25 वर्ष 30 वर्ष सरकार ना भूल निष्पत्ति जो केन्द्र एआईसीसी बारंबार कांग्रेस ये फेल होती रिजल्ट दे पारि नहीं केवल ओडिशा नुह भारत वर्ष विभिन्न राज्य जो कांग्रेस जाइए फेरी पारि ना मु बहुत डीपली एनालिसिस करछि यूपी कथा कहतु तमिलनाडु कथा कहतु वेस्ट बेंगल कथा कहतु दिल्ली कथा कहतु बर्तमान बिहार में घटिया गला बहुत वर्ष वर्ष धरी कांग्रेस सेठी रिवाइव कर पानी कांग्रेस दिल्ली नेतृत्व ऑर्गेनाइजेशन रे आ कार्यक्रम हो नहीं कांग्रेस फेलियर होती मु केवल ए विषय रे अवगत करी कथा नुह बर्तमान सीडब्ल्यूसी मीटिंग रे मध्य से विषय रे दिग्विजय सिंह कहले शशि थरूर से कथा उठाई आगो चली बहुत लोक कथा उठेबे कहीं जो माने कैरियर कर राजनीति लोक सेवा करने जो अपॉर्चुनिटी न मिल जापर नहीं तेणु कांग्रेस यही सेटअप रे ओडिशा रे हो कि देश रे हो आगो बढ़िया कष्टकर देखो मु तार पूरा कंप्लीट ब्लू प्रिंट आम कंप्लीट है ना मुझे तथा बहुत जिन कहीदे आज आम चलीचु आउ 3-4 पर्यायर आम कार्यक्रम सरला आम शेष को आम तार मुद्दा सब जोल्ट आउट करुचु कि ओडिशा रे कौन आवश्यकता अच्छी और क्या नहीं जापर एक डिफरेंट टाइप ये राजनीतिक दल जोटा कि सामाजिक न्याय तार कार्यक्रम चलो और ये कार्यक्रम गोटे सिस्टमेटिकली अनवरत चलो और आप देखिए आगामी दिन में बहुत उच्छृत युवक शिक्षित युवती जो माने रिटायरमेंट कर समय अच्छी से आग्रह सह ग्रहण करेंगे कहीं मो संगे आलोचना चली से वर्ग लोक सहित आम गोटे सामाजिक न्याय फोरम गोटे नैरेटिव क्रिएट कर ओडिशा आम आग को बढ़िया चिंता करुँ मु कर्म विश्वास करे मु गोटे राताराति किसी गोटे परिवर्तन करदेवाई मु संभव नुह कि मो पाखे सक्षमता नहीं तार जदि आम कार्यक्रम ओडिशा हितर थिबो एवं ये कार्यक्रम को वर्ष वर्ष धरी लोक जदि अनुसरण करेंगे और जानवे जे माने ठीक रास्ता जाऊँगी हे तो से ग्रहण करेंगे बट जेहेतु आम निजक समर्पित देचु सामाजिक कार्यक्रम ओडिशार विकास ओडिशार प्रगति ये कार्यक्रम कौ प्लाटफर्म रे किए केमती डेलीवर करिवो ता विभिन्न जगार विभिन्न अनुष्ठान सब अच्छी और बहुत अनुष्ठान विभिन्न प्रकार कार्यक्रम ओडिशा करुँच तेणु आम गोटे करने आग्रह प्रकाश करूँ रिस्क नौचु और आशा करुचु जे जेहेतु गोटे परिचय आप सृष्टि कर
ତେଣୁ ଆମେ ସେହି ପରିଚୟକୁ ନେଇକି ଏ କାର୍ଯ୍ୟକ୍ରମକୁ ସଫଳ କରିବୁ। କ'ଣ ଆଶା ମାନେ କ'ଣ ଦେବେ ବୋଲି ଭାବୁଛନ୍ତି? ନା ଅଭିଯାନ ନିଷ୍ପତ୍ତି ହେଇନାହିଁ, ଆମେ ତା ଉପରେ ମଧ୍ୟ କାର୍ଯ୍ୟକ୍ରମ ନେଇଛୁ, ନିଷ୍ପତ୍ତି ହେଲା ପରେ ଜଣାଇବୁ।